କରତାଳି କର ସେମାନେ ଯେହେତୁ ଡେଫ୍ ଆଜିର ଡ୍ରାମା ଦେଖନ୍ତୁ ଟପିକ୍ ହେଲା ଆଇଏଏସ୍ ଉପରେ ଏକ ଡ୍ରାମା ହେବାକୁ ଯାଉଛି ଗୋଟେ ଡେଫ୍ ଗ୍ରୁପ୍ ଗୋଟେ ହିୟରିଂ ଗ୍ରୁପ୍ ଗୋଟେ ଡ୍ରାମା କେମିତି କମ୍ୟୁନିକେସନ୍ କରିବା ଡେଫ୍ ଆଉ ହିୟରିଂ ଗ୍ରୁପ୍ ସହିତ କେମିତି କମ୍ୟୁନିକେସନ୍ କରିବା ଦେଖନ୍ତୁ ଆସନ୍ତୁ ପ୍ରଥମେ ଦେଖିବା ଡକ୍ଟରର ଡ୍ରାମା ଦେଖିବେ ତ କରତାଳି କର ଦେଖିଲେ ଡକ୍ଟର ତାଙ୍କର ବସିକି ଲେଖୁଛନ୍ତି ଝିଅଟି ତାର ପେଟ କାଟୁଛି ତା ଦେହ ଜୋରସେ ପୁରା ଖରାପ ଅଛି ଦେଖିଲେ ଡକ୍ଟର ହିୟରିଂ ଝିଅଟି ହେଉଛି ଡେଫ୍ ଡକ୍ଟର ଝିଅର କଥା କିଛି ବୁଝିପାରୁନାହାନ୍ତି ଯେହେତୁ ଝିଅ ଗୋଟେ ଡେଫ୍ କମ୍ୟୁନିକେଟ୍ କରିବା ପାଇଁ ବହୁତ ଅସୁବିଧା ହେଉଛି ଦେଖନ୍ତୁ ଡକ୍ଟର ହେଉଛନ୍ତି ହିୟରିଂ ଝିଅଟି ଡେଫ୍ କମ୍ୟୁନିକେଟ୍ କରିବା ପାଇଁ ବହୁତ ଡିଫିକଲ୍ଟ ଆପଣ ଦେଖନ୍ତୁ କେମିତି ସଲ୍ଭ କରୁଛନ୍ତି ଡକ୍ଟର କହୁଛନ୍ତି ଝିଅକୁ ବସ୍ ତାର କ'ଣ ହେଇଛି ମୁଁ ବୁଝେ ଡକ୍ଟର ତାପରେ କଲ୍ କରୁଛନ୍ତି ଜଣେ ଇଣ୍ଟରଭ୍ୟୁକୁ କଲ୍ କଲେ ସେଠି ଇଣ୍ଟରଭ୍ୟୁଟର ଆସିଲେ ଆସିକି ତାଙ୍କୁ ନମସ୍କାର ଜଣାଇଲେ ତାଙ୍କୁ କହିଲେ କି ସେ ଝିଅର କ'ଣ ହେଇଛି ମୋତେ ଟିକେ କୁହନ୍ତୁ ସେ ଝିଅଟି ଡେଫ୍ ଇଣ୍ଟରଭ୍ୟୁଟର କହିଲେ ତୁମର କ'ଣ ପ୍ରୋବ୍ଲେମ୍ ହେଇଛି ମୁଁ ତୁମକୁ ହେଲ୍ପ କରିବି ତାଙ୍କ ସହିତ କମ୍ୟୁନିକେଟ୍ କରିଛନ୍ତି ଯେହେତୁ ସେ ଇଣ୍ଟରଭ୍ୟୁଟା ଡକ୍ଟର ତାପରେ ମେଡ଼ିସିନ୍ ଲେଖିଲେ ଲେଖିକି ତାକୁ ପ୍ରେସ୍କ୍ରିପ୍ସନ୍ ଧରେ ନେ ତୁ ଏଇ ଟାଇମ୍ରେ ଖାଇବୁ ମେଡ଼ିସିନ୍ ଆଉ ପ୍ରପର୍ଲି ରେଷ୍ଟ ନେବୁ ଝିଅଟି ତାପରେ ପଳେଇଲା ଟିକେ ତାଳି ହଉ ଦେଖିଲେ ତ କେତେ ଇଜି ଭାବରେ କମ୍ୟୁନିକେଟ୍ ହେଲା ଦେଖିଲେ ତ ଭଲେଣ୍ଟିୟର ବନ୍ଧୁମାନଙ୍କୁ କଲଚରାଲ ଭଲେଣ୍ଟିୟର ପ୍ଲିଜ୍ ଟିକେ ମଞ୍ଚ ଉପରକୁ ଆସନ୍ତୁ କଲଚରାଲ ଭଲେଣ୍ଟିୟର ଟିକେ ମଞ୍ଚ ଉପରକୁ ଆସିଯାଆନ୍ତୁ ଦୟାକରି ତାପରେ ଦେଖନ୍ତୁ ଗୋଟେ ଝିଅଟେ ରାସ୍ତାରେ ମୋବାଇଲରେ କଥା ହେଉଛି ଏବେ ମୁଁ ରାସ୍ତାରେ ତାର କଥା ହେଉଛି ସେପଟେ ଗୋଟେ ଚୋର ଆସିଛି ଚୋର ଆସିଲା ଦେଖିଲେ ସେ ଝିଅଟା ତାର ଏମିତି ଫୋନ୍ରେ ଗପି ଚାଲୁଛି କିନ୍ତୁ କୌଣସି ତାର ଧ୍ୟାନ ନାହିଁ ଯେ ତା ପଛପଟୁ କିଏ ଆସୁଛି ଏମିତି ଗପି ଚାଲୁଛି ତାପରେ ତା ଚୋରଟା ଆସିଲେ ଫୋନ୍ ଛଡ଼େଇକି ନେଇଯାଉଛି ସେ ଝିଅଟା କହୁଛି ମୋତେ ହେଲ୍ପ କର ହେଲ୍ପ କର ହେଲ୍ପ କର ମୋ ଫୋନ୍ ଛଡ଼େଇ ନେଇଗଲେ ମୋ ଫୋନ୍ ମୋତେ କିଏ ହେଲ୍ପ କର ବାଟରେ ଗୋଟେ ହିୟରିଂ ପର୍ସନ୍ ଯାଉଛି ତାକୁ କହିଲେ ମୋ ଫୋନ୍ ତୁ ଚୋରେଇଲା ଯେହେତୁ ସେ ଝିଅଟା ହିୟରିଂ ତା କଥା କିଛି ବୁଝିପାରୁନି ତାପରେ ତାକୁ ପୋଲିସ ଷ୍ଟେସନ ନେଇକି ପୋଲିସ ତାରକୁ କହୁଛି ମୁଁ ସେ ଝିଅର କଥା କିଛି ବୁଝିପାରୁନି ଆଉ ତା କଥା ବୁଝନ୍ତୁ ସେ ଝିଅଟା ଯେହେତୁ ଡେଫ୍ ସାର୍ ହେଉଛନ୍ତି ହିୟରିଂ ତା କଥା ବି କିଛି ସେ ବୁଝି ହିଁ ପାରୁନାହାନ୍ତି ସାର୍ କହୁଛନ୍ତି ତୁ ରହ 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 ଦେଖିଲେ ପୋଲିସ ହିୟରିଂ ଆଉ ଝିଅଟା ଡେଫ୍ କମ୍ୟୁନିକେଟ୍ କରିବା ପାଇଁ ବହୁତ ଡିଫିକଲ୍ଟ ହେଉଛି କିଛି କଥା ବୁଝିପାରୁନାହାନ୍ତି ଦେଖନ୍ତୁ କେମିତି ସଲ୍ଭ ହେଉଛି ଷ୍ଟୋରି ସାର୍ କହିଲେ ଝିଅକୁ ବସ୍ ବସ୍ ଝିଅଟି ବସିଛି ଇଣ୍ଟରଭ୍ୟୁକୁ କଲ୍ କଲେ ଇଣ୍ଟରଭ୍ୟୁଟର ଆସିଲା ନମସ୍କାର କହିଲା ତୁମେ ଡେଫ୍ ତୁମର ପ୍ରୋବ୍ଲେମ୍ କ'ଣ ହେଇଛି ମୁଁ ତୁମକୁ ହେଲ୍ପ କରିବି କୁହ ଏଇଟା ଝିଅଟା କହିଲା ମୋର ଏମିତି ରାସ୍ତାରେ ମୁଁ ଫୋନ୍ରେ କଥା ହେଉଥିଲି ଗୋଟେ ଚୋର ଆସିକି ମୋ ଫୋନ୍ ଚୋରେଇ କରି ନେଇଗଲା ଆରେ ମୁଁ କହିଲି ମୋତେ ହେଲ୍ପ କର କେଉଁଠି ହଜି ସେ ଇଣ୍ଟରଭ୍ୟୁଟ କହିଲା କେଉଁଠି ହଜିଛି କେତେବେଳେ ହଜିଛି
ସେଠି ଇଣ୍ଟରପ୍ରେଟର ସବୁ ବୁଝିକି ପୋଲିସକୁ କହିଲା, ପୋଲିସ ଏଫଆଇଆର ଲେଖିଲା। ଏଫଆଇଆର ଲେଖିଲା, ତାପରେ ସେ ଝିଅଟି ତାଙ୍କୁ ଧନ୍ୟବାଦ ଜଣାଇକି ପଳେଇ ଆସିଲା। ଦେଖିଲେ ତ ପୋଲିସ ଡେଫ୍ ଝିଅର କମ୍ୟୁନିକେଟ୍ କେତେ ଇଜି ଭାବରେ ହେଇଗଲା, କେତେ ଜୋରସେ କ୍ୟାପଚର କରିନେଲେ। ତାପରେ ଦେଖନ୍ତୁ ଗୋଟେ ମାଷ୍ଟର ଟ୍ରେନରର ଏଜୁକେସନ୍ ଆକ୍ଟର। ପିଲାମାନେ ବସିଛନ୍ତି, ଏ ଯେଉଁ ପିଲାମାନେ ଅଛନ୍ତି ସେ ହେଉଛନ୍ତି ଡେଫ୍। ଟିଚର ଆସୁନି, ଟିଚର ହେଉଛନ୍ତି ହିୟରିଂ, କଥା କହିପାରୁଛନ୍ତି, କିନ୍ତୁ ପିଲାମାନେ କଥା କହିପାରୁନାହାନ୍ତି କି ଶୁଣି ପାରୁନାହାନ୍ତି। ଟିଚର ଆସିଲେ ପଢ଼େଇଲେ, ଟିଚର କହୁଛନ୍ତି, ପିଲାମାନେ ତ ଶୁଣି ପାରୁନାହାନ୍ତି, ତାଙ୍କ ପାଠ କିଛି ବି ବୁଝିପାରୁନାହାନ୍ତି। ସାର୍ କହୁଛନ୍ତି କିନ୍ତୁ ପିଲାମାନେ ବୁଝିପାରୁନାହାନ୍ତି। ମୁଁ ଯାହା ଲେଖୁଛି ତୁମେ ସେଇଆ ଲେଖ। ହିୟରିଂ ଟିଚର କହୁଛନ୍ତି ଡେଫ୍ ପିଲାମାନଙ୍କୁ, ମୁଁ ଯାହା ଲେଖୁଛି ତୁମେ ସେଇଆ ହିଁ ଲେଖ। ସେ ଟିଚରର ଟାଇମ୍ ସରିଲା, ଟିଚର ପଳେଇଗଲେ। ପିଲାମାନେ ପୁରା ଦୁଃଖିତ କି ଆମେ ଟିଚର କିଛି କଥା ବୁଝିପାରିଲୁନି, କିଛି ପାଠ ବି ବୁଝିପାରିଲୁନି। ବହୁତ ଡିଫିକଲ୍ଟ ହେଇଯାଉଛି। ଦେଖିଲେ ତ ପିଲାମାନେ ବହୁତ ଦୁଃଖରେ ଅଛନ୍ତି, କିଛି ବି ବୁଝିପାରୁନାହାନ୍ତି। ଯେହେତୁ ସେ ହିୟରିଂ ଟିଚର କିଛି ବି ବୁଝିପାରୁନାହାନ୍ତି, ବହୁତ ଡିଫିକଲ୍ଟ ହେଇଯାଉଛି। ତାପରେ ଦେଖନ୍ତୁ କେମିତି ସଲ୍ଭ ହେଉଛି। ଦେଖନ୍ତୁ ତାପରେ ଆସିଲେ ଡେଫ୍ ଟିଚର। ଯେହେତୁ ପିଲାମାନେ ଡେଫ୍ ଟିଚର ଆସିଲେ, ପିଲାମାନେ ଖୁସିରେ ତାଙ୍କୁ ନମସ୍କାର କହିଲେ ଆଉ ଗୁଡ୍ ମର୍ଣ୍ଣିଂ ଜଣେଇଲେ। ଡେଫ୍ ଟିଚର ଲେଖିଲେ, ବ୍ଲାକବୋର୍ଡରେ ଲେଖିଲେ, ପିଲାମାନେ ପଢ଼ିଲେ। ଯେହେତୁ ଡେଫ୍ ଟିଚର ତ କମ୍ୟୁନିକେଟ୍ କଲେ ଡେଫ୍ ପିଲାଙ୍କ ସହିତ, ପିଲାମାନେ ଇଣ୍ଟରେଷ୍ଟ ସହ ପାଠ ପଢ଼ିଲେ। ଦେଖିଲେ ତ ପିଲାମାନେ ବହୁତ ଖୁସିରେ ପାଠ ପଢ଼ୁଛନ୍ତି। ଯେଉଁ ଟିଚର ତାଙ୍କ ଟାଇମ୍ ସରିଲେ ପଳେଇଲେ, ପିଲାମାନେ ବହୁତ ଖୁସି ହେଲେ। ଯାହା ହଉ ଡେଫ୍ ଟିଚର ଆସିଲେ, ଯାହା ଆମେ ପାଠ ପଢ଼ିଲୁ, କେତେ ଭଲ ଲାଗିଲା। ଦେଖିଲେ ତ କେତେ ପିଲାମାନେ କେତେ ଖୁସିରେ ପାଠ ପଢ଼ିଲେ। ଯେହେତୁ ଡେଫ୍ ଟିଚର ଆସିଲେ, ତାଙ୍କୁ କମ୍ୟୁନିକେଟ୍ କଲେ, ତାଙ୍କ ସହିତ ତାଙ୍କ ଭାଷା ବି ମଧ୍ୟ ବୁଝିପାରିଲେ। ପିଲାମାନେ ସେଥିପାଇଁ ପୁରା ଖୁସିରେ ଏନ୍ଜୟ କଲେ। ଆଜିର ଟପିକ୍ 3ଟା ଷ୍ଟୋରି ଥିଲା। ଫାର୍ଷ୍ଟ ହେଲା ଡକ୍ଟରର, ଦେନ୍ ହେଉଛି ପୋଲିସର, ଦେନ୍ ଟିଚର। ଆକ୍ଟିଂ ଦେଖିଲେ ତ, ଖୁସି ଲାଗିଲେ ତ? କାହିଁ କିଛି ଶୁଭୁନି, ଏପଟେ ଖାଲି ଶୁଭୁଛି, ଏପଟେ କିଛି ଶୁଭୁନି। ଥ୍ୟାଙ୍କ ୟୁ। ଆମର AYJNISSDରେ 2ଟା କୋର୍ସ ଚାଲିଛି। ଗୋଟେ ଡିପ୍ଲୋମା ଇନ୍ ସାଇନ୍ ଲାଙ୍ଗୁଏଜ ଟିଚର କୋର୍ସ, ଆଉ ଗୋଟେ ଡିପ୍ଲୋମା ଇନ୍ ସାଇନ୍ ଲାଙ୍ଗୁଏଜ ଇଣ୍ଟରପ୍ରେଟ୍ କୋର୍ସ। 2ଟା କୋର୍ସ ଚାଲିଛି। ଆପଣ AYJNISSକୁ ଆସନ୍ତୁ, ପାଠ ପଢ଼ନ୍ତୁ ଆଉ ଦେଖନ୍ତୁ, ଡେଫ୍ ଟିଚରଙ୍କ ସହିତ କମ୍ୟୁନିକେଟ୍ କରନ୍ତୁ। ଇଣ୍ଡିଆନ୍ ସାଇନ୍ ଲାଙ୍ଗୁଏଜ କୋର୍ସ ଆସନ୍ତୁ, ପ୍ରଚାର କରନ୍ତୁ, ଶିଖନ୍ତୁ। AYJNISSD ଆଉ ଥରେ କୁହ, କାହିଁ ଲାଗୁନି? AYJNISSD AYJNISSD। ଗୋଟେ ଜୋରଦାର କରତାଳି ଦେବା ସମସ୍ତେ ଆଉଥରେ, ସମସ୍ତେ ପ୍ଲିଜ। ଦେଖିଲେ ତ ମଜା ଲାଗିଲା? ନାଇଁ ମତେ କାହିଁ ଲାଗୁନି ମଜା ଲାଗିଲା ବୋଲି। ଲାଗିଲା? ଏପଟରୁ ଶୁଭୁଛି, ଏପଟରୁ କାହିଁ ତ କିଛି ଶୁଭୁନି। ତାହେଲେ ଇଣ୍ଟରେଷ୍ଟ ଲାଗିଲାନି ବୋଧେ। କିଛି ବୁଝିପାରିଲେ ତ? ଥ୍ୟାଙ୍କ ୟୁ। ଧନ୍ୟବାଦ। এই সুন্দর নাটকକୁ ତାଙ୍କ
ତାଙ୍କର ସେହି ସୁନ୍ଦର କଳାକୃତିରେ ସଜାଇଥିଲେ